ତାହେଲେ 76 ନମ୍ବର କ୍ୱେଶ୍ଚିନ୍ ଅଛି। କେତେ ନମ୍ବର? 76 ନମ୍ବର ହେଲା। ତ ଆମେ କଣ କରିଥିଲେ, ଏମସିକ୍ୟୁ ସିରିଜ ଚାଲିଥିଲା ଆମର। ତ ଆମେ 3ଟା ଭିଡିଓ ସାରି ଦେଇଥିଲେ, ପାଖାପାଖି 75ଟା କ୍ୱେଶ୍ଚିନ୍ ସାରି ଦେଇଛେ ଆମେ ଫାର୍ଷ୍ଟ ବିଷୟର। ଏଇ ବିଷୟରେ ଆମେ 230ଟା 270ଟା ଭଳିଆ କ୍ୱେଶ୍ଚିନ୍ ଅଛି ମୋ ପାଖରେ, ଯୋଉ ପିଡିଏଫ ଟା ଅଛି। ଯଦି ଆପଣମାନଙ୍କ ପାଖରେ ଆଉ କିଛି ପିଡିଏଫ ଅଛି ତାହେଲେ ମତେ କମେଣ୍ଟରେ ଜଣାନ୍ତୁ, ତାହେଲେ ସେଇଟା ବି ଚେଷ୍ଟା କରିବା ପାଇଁ। ତ ଆଗ ଗୋଟେ ଯେକୌଣସି ଗୋଟେ ଟେଷ୍ଟ ପେପର ହଉ କି ଯୋଉଥିରୁ ହଉ, ଆମେ ଚେଷ୍ଟା କରୁଛୁ ଯେ ଆଗ ସବୁତିକ କଣ କରିବାକୁ, ସବୁତିକ ଟପିକ ସାରିଦେବାକୁ। ତାପରେ ଯଦି ଆମ ପାଖରେ ଟାଇମ ବଳି ପଡେ, ଏସବୁ ଜିନିଷ ସବୁ କ୍ୱେଶ୍ଚିନ୍ ଟାଇପ ରିପିଟ ହଉଛି, ବୁଝିପାରିଲ କି? ଯୋଉ କୌଣସି ଟେଷ୍ଟ ପେପର କର ସେଇ ସେମ ଟାଇପ ର କ୍ୱେଶ୍ଚିନ୍ ହିଁ କଣ ହଉଛି, ରିପିଟ ହଉଛି। ତେଣୁକରି ଆମେ ଗୋଟେ ଟେଷ୍ଟ ପେପରକୁ ପୁରା ଭଲ ମାନେ କଣ 5ଟା ଟେଷ୍ଟ ପେପର କରିବା ଅପେକ୍ଷା ଗୋଟେ ଟେଷ୍ଟ ପେପରକୁ 2 ଥର 3 ଥର ବଢେଇ ଦେଲେ ଏଟା ଆମ ପାଇଁ ବେଶୀ ଫାଇଦା ହବ, ବୁଝିପାରିଲ? ତାହେଲେ ଦେଖ ପିଲେ, 76 ନମ୍ବର କ୍ୱେଶ୍ଚିନ୍ କଣ ଦେଇଛି? ଗୋଟେ ସମବାହୁ ତ୍ରିଭୁଜ ଅଛି, ତାର 3ଟା ବାହୁ ଅଛି। ଗୋଟେ ହଉଛି x+4, ଗୋଟେ ହଉଛି 4x - y, ଆଉ ଗୋଟେ ହଉଛି y+2 ହେଲା। ତାହେଲେ ଦେଖ ସିଏ ଦେଇଛି ଆମର ବାହୁର ଦୈର୍ଘ୍ୟ କେତେ। ତାହେଲେ ଦେଖ ଏଇଟା ଦେଖ, x+4 ଗୋଟେ, 4x - y ଗୋଟେ, y+2 ଗୋଟେ ହେଲା। ତମେ ଜାଣିଛ ସମବାହୁ ତ୍ରିଭୁଜର 3ଟା ବାହୁ ସମାନ ହେଲେ, ତାହେଲେ ଏଇ 3ଟା ଯାକ ସମାନ। ତାହେଲେ ସେ ଆମକୁ ଦେଇଛି ବାହୁର ଦୈର୍ଘ୍ୟ କଣ ହବ, 3 ସେଣ୍ଟିମିଟର ହବ କି 7 ସେଣ୍ଟିମିଟର ହବ କି 8 ସେଣ୍ଟିମିଟର ହବ କି 6 ସେଣ୍ଟିମିଟର ହବ। ତ ଦେଖ ପିଲା, ତମେ ଯଦି ଏଇଟା ଇକ୍ୱେସନ ସଲ୍ଭ କରିପାରିବ, ଦେଖ ମୁଁ ବୁଝେଇବାକୁ ଟାଇମ ଯିବ, କିନ୍ତୁ ଆକ୍ଚୁଆଲି ଏଇଟା ତମେ ଦେଖିକି ମାପିକି କରିଦବ, ଏଇଟା ଇଜିରେ ସରିଯିବ। ଦେଖ ମୁଁ ଯଦି ବାହୁକୁ 4 ଧରିବି, ତାହେଲେ x ର ମୂଲ୍ୟ କେତେ ହଉଛି -1 ହେଲା। ତ ଏଇଟା ମୁଁ ବର୍ତ୍ତମାନ ଏଇଟାକୁ ଏତେ ଯୋଉଟା ନେଗେଟିଭ x ର ମୂଲ୍ୟ ପଡୁଛି, ମୁଁ ବର୍ତ୍ତମାନ ଏତେ ସିରିୟସଲି ନଉ, ବୁଝିପାରିଲ? ଯଦି ମୁଁ ବାହୁର ମୂଲ୍ୟ 7 ଦଉଛି, ତାହେଲେ ବାହୁର ମୂଲ୍ୟ ଯଦି 7 ଧରିଲି, ତାହେଲେ x ର ମୂଲ୍ୟ କେତେ ହେଇଗଲା 3, x ର ମୂଲ୍ୟ 3 ହେଇଗଲା, y ର ମୂଲ୍ୟ କେତେ ହେଇଗଲା 5, ବୁଝିପାରିଲ କି ନାହିଁ? ଯଦିକା ବାହୁର ମୂଲ୍ୟକୁ 7 ଧରିଲି, y+2 ହଉଛି 7, ତାହେଲେ y ର ମୂଲ୍ୟ କେତେ ହେଇଗଲା 5 ହେଇଗଲା। ତାହେଲେ ଏଠି ଦେଖ 4x କେତେ, 4x 3 4 କି 4 3 12, ଇଏ -5 କେତେ ହେଲା 7 ହେଲା। ଆମର କେତେ ଧରିଛେ 7 ପଡୁଛି, ତାହେଲେ କଣ ହେଇଗଲା ସାଟିସ୍ଫାଏଡ, y ର ମୂଲ୍ୟ କେତେ 7। ବୁଝିପାରିଲ? ଆମେ ଡାଇରେକ୍ଟ ଅପସନ ଦେଖିକି କରିଥିଲେ। ଆମେ ଏଇଟା କଣ କରିଥାନ୍ତେ, ଏଇଟାକୁ ଏଇଟା ନେଇକି ଗୋଟେ ଇକ୍ୱେସନ ବାହାର କରିଥାନ୍ତେ, ଏଇଟାକୁ ଏଇଟା ନେଇକି ଗୋଟେ ଇକ୍ୱେସନ ବାହାର କରିଥାନ୍ତେ, ଯୋଉଟାକୁ ସଲ୍ଭ କରିକି ଦେଖିଥାନ୍ତେ। କିନ୍ତୁ ମୁଁ ଦେଖ, ମୁଁ ଆଗ ଫାଷ୍ଟ 3 ଧରିଲି, 3 ଧରିଲି, x ଟା ଆମର ନେଗେଟିଭ ପଡୁଛି। ତେଣୁକରି ମୁଁ ଟିକେ ରହିବନି, ମୁଁ କହିଲି ନାଇଁ ଆଗ ନେଗେଟିଭ ଦେଖିବି, ଆଗ ପଜିଟିଭ ଦେଖିବି। ତାପରେ 7 ଧରିଲି, 7 ଧରିଲେ ଦେଖ x+4 = 7, ବାହୁର ମୂଲ୍ୟ ଦେଇଛି 7, ତାହେଲେ x ର ମୂଲ୍ୟ କେତେ ହେଲା 3 ହେଇଗଲା। y+2 = 7, ତାହେଲେ y ର ମୂଲ୍ୟ କେତେ ହେଲା 5 ହେଇଗଲା। ତାହେଲେ 4x - y, ଏଇଟା ଯଦି 7 ହେଇଗଲା ତାହେଲେ ଠିକ ଅଛି, କାରଣ ଏଇଟା ବି 7, ଏଇଟା ବି 7, ଏଇଟା ବି 7। ତାହେଲେ ଦେଖ 4x କେତେ 4 3 12, ଆଉ 5 କେତେ, y କେତେ 5, 12 5 ଗଲେ କେତେ 7, ତାହେଲେ ଠିକ ଅଛି। ତାହେଲେ ଆମର ବାହୁର ମୂଲ୍ୟ କେତେ ହେଇଗଲା 7, ବୁଝିପାରିଲ କି? ତ ଏଇଭଳି ଭାବିବାକୁ ପଡିବ ଆମକୁ ଏକ୍ସାମ, କାରଣ 50ଟା କ୍ୱେଶ୍ଚିନ୍ ମାର୍କ ପାଖରେ ଘଣ୍ଟା 15 ମିନିଟ୍ ଟାଇମ ଅଛି। ଇଜି ଯଦି ବେସିକ ଲେଭେଲ କରିବା ସବୁ କରିପାରିବା, କିନ୍ତୁ ଆମେ ପ୍ରାକ୍ଟିସ ରଖୁଥିବା ଏଇ ସବୁ ଜିନିଷଟା କାହିଁକି ଏମସିକ୍ୟୁ ପ୍ରାକ୍ଟିସ ରଖିଥିଲେ ଆପଣମାନେ ଯେତେବେଳେ ଭବିଷ୍ୟତରେ କମ୍ପିଟେଟିଭ ଏକ୍ସାମ ଦେବେ ସେଥିରେ ବି କାମ ଦବ। ତାହେଲେ ଦେଖ ପିଲେ, 77 ନମ୍ବର କଣ ଦେଇଛି? ଦୁଇଟି ସଂଖ୍ୟାର ସମଷ୍ଟି ସେମାନଙ୍କର ବିୟୋଗଫଳର 4 ଗୁଣ। ଦୁଇଟି ସଂଖ୍ୟାର ସମଷ୍ଟି, ତାହେଲେ x+y ଦେଇଛି, ସେମାନଙ୍କ ବିୟୋଗଫଳର 4 ହେଲା। ତେବେ ସଂଖ୍ୟା ଦିଟାର ଯୋଗଫଳ ଯଦି 8, ସଂଖ୍ୟା ଦିଟାର ଯୋଗଫଳ 8, ତାହେଲେ କାହାର 4 ଗୁଣ 8 2 ର, ତାହେଲେ x+y = କେତେ ହେଲା 8, x - y = 2 ହେଇଗଲା। ତାହେଲେ ସେ ପଚାରିଛି ଆମର ବଡ ସଂଖ୍ୟାଟି କେତେ, ବଡ ସଂଖ୍ୟା ମାନେ x, x ଦେଖ y ଫେଡିକି 2 ହଉଛି, ତାହେଲେ x ଟା ହଉଛି ବଡ ସଂଖ୍ୟା, x ସମାନ କେତେ 8 + 2/2 କେତେ ହେଇଗଲା 10/2 ସମାନ 5। ଅପସନ କେତେ, ଅପସନ ଏ ହଉଛି ଆମର କେତେ ଆନ୍ସର। ତ 77 ନମ୍ବର ଆନ୍ସର କେତେ, ଅପସନ ଏ, ବୁଝିପାରିଲ? ତାହେଲେ ଦେଖ ମୁଁ କହିଛି x+y ଦେଇଥିବ, x - y ଦେଇଥିବ, ତାହେଲେ x ଭ୍ୟାଲୁ ହଉଛି ଯୋଡାକୁ ମିଶେଇ ଦେଇକି କଣ କରିବ 2 ରେ ହଟେଇବ, ଆଉ y ର ଭ୍ୟାଲୁ ହଉଛି ଯୋଡାକୁ ଫେଡି ଦେଇକି 2 ରେ ହଟେଇବ। ତାହେଲେ ଦେଖ 78 ନମ୍ବର କେତେ, 78 ନମ୍ବର କଣ କ୍ୱେଶ୍ଚିନ୍ ଦେଇଛି? ଯଦି 2x + 3y = 7 ଓ 2ax + 6by = 28 ସମୀକରଣର ଅସଂଖ୍ୟ ସମାନ ହୁଏ। ଅସଂଖ୍ୟ ସମାନ ପାଇଁ କଣ, a1/a2 = b1/b2 = c1/c2। ଅସଂଖ୍ୟ ସମାନ ହୁଏ, ତାହେଲେ ଯୋଡାକ ଇକ୍ୱେସନ ଆମର ଯାହା ଦେଇଛି, ତାହେଲେ a1/a2 କେତେ 2/2a, b1/b2 କେତେ 3/6b ହେଲା। ତାହେଲେ ସେ ଆମକୁ ପଚାରିଛି ଯେ ସମୀକରଣଟି କଣ ହବ। ଦେଖ 2 କୁ 2 କଟିଗଲା, 3 କଟିଗଲେ 2, ତାହେଲେ ଦେଖ a = ହେଇଗଲା 2b, a ଗୁଣି ହେଲା 2b ଗୁଣି ହେଲା, ତାହେଲେ a - 2b = 0। ବୁଝିପାରିଲ? a - 2b = କଣ ହେଇଗଲା 0 ହେଇଗଲା, ବୁଝିପାରିଲ? ତାହେଲେ ଏଟା ଆନ୍ସର କେତେ ଆମର ହେଇଗଲା, ଅପସନ
B by 6 এইটা তাহলে এইটা দিয়েছি a ইকুয়ালস টু 2 কি ହେଲା এইটা ଦେଇଛି ସେ ଅପସନରେ এইଟା ଦେଇଛି ତାହେଲେ ଆନ୍ସର କେତେ a ଇକୁଆଲସ ଟୁ 2 ବୁଝିପାରିଲ ତାହେଲେ ଦେଖ ବର୍ତ୍ତମାନ 69 ନମ୍ବର କରିବା କେତେ ନମ୍ବର 79 ଯାହା ପିଲେ 79 କଣ କ୍ୱେଶ୍ଚିନ୍ ଅଛି 79 क्वेश्चन ଅଛି ଯଦି ଦୁଇଟି ସଂଖ୍ୟାର ସମଷ୍ଟି ହେଲା ସମଷ୍ଟି ସେମାନଙ୍କର ବିୟୋଗ ଫଳର 4 ଗୁଣ ତାମାନେ x ପ୍ଲସ y ଇକ୍ୱାଲ୍ସ ଟୁ ଦେଇଛି ସେମାନଙ୍କ ବିୟୋଗ ଫଳର 4 ଗୁଣ x ମାଇନସ y ର 4 ଗୁଣ ସଂଖ୍ୟା ଦିଟାର ଯୋଗଫଳ 8 ହୁଏ ତାହେଲେ ସଂଖ୍ୟା ଦିଟା କେତେ ତାହେଲେ ଏଇଟା ଜାଣିଛ 2 ହବ ବୋଲି ଏଇଟା ଗୋଟେ କରିଥିଲେ ତାହେଲେ ସଂଖ୍ୟା ଦିଟା କେତେ ତାହେଲେ x ଇକ୍ୱାଲ୍ସ ଟୁ କେତେ ହେଇଯିବ 5 କଣ ପାଇଁ 8 ପ୍ଲସ 2 ବାଇ 2 କେତେ ହେଇଯିବ 5 y କେତେ ହେଇଯିବ 8 ମାଇନସ 2 ବାଇ 2 ହେଲା 8 ମାଇନସ 2 ବାଇ 2 କେତେ ହେଇଗଲା ଆମର 6 ରୁ 2 ଗଲେ 3 ତାହେଲେ x y କେତେ ହେଇଗଲା 5 3 ବୁଝିପାରିଲ x ପ୍ଲସ y ଦେଇଛି x ମାଇନସ y ଆମେ ପାଇଗଲେ 4 ଗୁଣ କାହାର 4 ଗୁଣ 8 2 ର 4 ଗୁଣ 8 ତାହେଲେ x ପ୍ଲସ y x ମାଇନସ y ପାଇଗଲେ ତାହେଲେ x ଇକ୍ୱାଲ୍ସ ଟୁ 5 ହେଇଗଲା y ଇକ୍ୱାଲ୍ସ ଟୁ 3 ବୁଝିପାରିଲ ଏଟା ଥିଲା ଆମର 79 ଅପସନ କେତେ ସି ଅପସନ ସି ତାପରେ ଯିବା କେତେ ଆମର 80 ବୁଝିପାରିଲ କେତେ ନମ୍ବର କ୍ୱେଶ୍ଚିନ୍ 80 ତ ଦେଖ 80 ନମ୍ବର କ୍ୱେଶ୍ଚିନ୍ ଟା କଣ ଅଛି ଦୁଇ ଅଙ୍କ ବିଶିଷ୍ଟ ଗୋଟିଏ ସଂଖ୍ୟାର ଏକକ ସ୍ଥାନ ଅଙ୍କ ଆଉ ଦଶକ ସ୍ଥାନ ଅଙ୍କ ର ଅନୁପାତ ହଉଛି 1:4 ତାମାନେ ଦଶକ ସ୍ଥାନର ଅଙ୍କ ଏକକ ସ୍ଥାନର ଅଙ୍କ 4 ହେଲେ ଏଇଟା ହଉଛି 1 ହେଲା ବୁଝିପାରିଲ ତାହେଲେ ଏଇଟା ହଉଛି କଣ ଦଶକ ସ୍ଥାନର ଅଙ୍କ ଏଇଟା ହଉଛି ଏକକ ସ୍ଥାନର ଅଙ୍କ ତାହେଲେ ଦେଲା ସଂଖ୍ୟା ଦିଟାର ସମଷ୍ଟି ହଉଛି 5 ଏଇ ଦିଟାକୁ ମିଶିକି ହଉଛି 5 ତାହେଲେ ସଂଖ୍ୟାଟା କେତେ ସବୁବେଳେ ମନେ ରଖିଥିବ ଏଇ ଯୋଡାକ ମିଶି ଆମର ଅନୁପାତରେ ମିଶିଲେ କେତେ 5 ହେଲା ତାହେଲେ 5x ଇକ୍ୱାଲ୍ସ ଟୁ 5 ହେଲେ x ଇକ୍ୱାଲ୍ସ ଟୁ କେତେ 1 ତାହେଲେ ଆମର ଦଶକ ସ୍ଥାନ ଅଙ୍କଟା 1 ଏକକ ସ୍ଥାନ ଅଙ୍କଟା 4 ସଂଖ୍ୟାଟି କେତେ 14 ବୁଝିପାରିଲ କି ଏଇଟା ଅନୁପାତରେ ଦେଇଛି ଏଇଟା ଦେଇଛି ତାଙ୍କ ସମଷ୍ଟି ଅନୁପାତରେ ତାଙ୍କ ସମଷ୍ଟି କେତେ 1 ମିଶାଣ 4 ସମାନ 5 ତାହେଲେ 5 ର ଭ୍ୟାଲୁ 5 ତାହେଲେ 1 ର ଭ୍ୟାଲୁ କେତେ 1 4 ର ଭ୍ୟାଲୁ ହଉଛି 4 ଯଦି ଏଠି ଦେଇଥାନ୍ତା 10 ବୋଲି ତାହେଲେ ସଂଖ୍ୟାଟା କେତେ ହେଇଥାନ୍ତା 28 ହେଇଥାନ୍ତା କଣ ପାଇଁ 5 ର ଭ୍ୟାଲୁ ହଉଛି 10 ତାହେଲେ 1 ର ଭ୍ୟାଲୁ 2 4 ର ଭ୍ୟାଲୁ 8 ହେଲା 1 କୁ 2 ରେ ଗୁଣା ହେଲା 4 କୁ 2 ରେ ଗୁଣା ହବ ତାହେଲେ କଣ ହେଇଥାନ୍ତା 28 କିନ୍ତୁ ଏଠି କଣ ଦେଇଛି ଏଠି 5 ବୋଲି ଦେଇଛି ଯେହେତୁ 5 ବୋଲି ଦେଇଛି ତାହେଲେ 5 ର 5 ଭାଗର ମୂଲ୍ୟ ହଉଛି 5 ତାହେଲେ 1 ଭାଗର ମୂଲ୍ୟ 1 4 ଭାଗର ମୂଲ୍ୟ ହଉଛି 4 ସଂଖ୍ୟାଟି କେତେ 14 ବୁଝିପାରିଲ ତାହେଲେ ଅପସନ ଏ ହଉଛି ଠିକ ବୁଝିପାରିଲ ଅପସନ କେତେ ଏ ଠିକ ତାପରେ ଦେଖିବା ଆମେ 81 ନମ୍ବର जवाब मिले केते नंबर 81 नंबर देखो तीनोटी चौकी चारोटी टेबुल रो दाम होची 2500 तीनोटी चेयर चारटा टेबुल रो दाम होची 2500 ताहले तीनोटी टेबुल चारोटी चेयर प्लस तीनोटी टेबुल रो दाम होची 2400 सी हमु पचाची चेयर और टेबुल रो दाम ताले को बेका दीटा को मिसई दवा सातटा चेयर सातटा टेबुल रो दाम केते 85 ହେଲା ତାହେଲେ 7 କମନ ନେଇଗଲେ ଚେୟାର ପ୍ଲସ ଟେବୁଲ ର ଦାମ କେତେ 500 ତାହେଲେ 7 ରେ କଟିଲେ 700 ତାହେଲେ ଗୋଟେ ଚେୟାର ଗୋଟେ ଟେବୁଲ ର ଦାମ କେତେ 700 ବୁଝିପାରିଲ ତାହେଲେ ଅପସନ କେତେ ଅପସନ ଡି ଗୋଟେ ଚେୟାର ଗୋଟେ ଟେବୁଲ ର ମୂଲ୍ୟ କେତେ 700 ବୁଝିପାରିଲ ତାହେଲେ ଏଟା ଲେଖି ଦଉଛି 81 ନମ୍ବର ହେଲା 700 ତାପରେ ଦେଖ 82 ନମ୍ବର ଦେଖ गीता और रीतार बयसर समष्टि हूँ के 50 वर्ष गीता रीता बयसर समष्टि हूँ 50 वर्ष है देख गीता रीता ठार 10 वर्ष बड़ देख 10 वर्ष बड़ देख गीता रीता ठार 10 वर्ष बड़ गीता जगह रीता प्लस 10 लिखी ये आर होगा 50 है एमती भी भावी पार दीटा संख्या जहाँ भर 10 गैप थी देख से कहला जे गीता रीतार बयस मिसिक हूँ 50 वर्ष है गीता रीता ठार 10 वर्ष बड़ तार गीता बयस रीता बयस फेड़ी के 10 गीतार बयस पचार यहाँ बड़ बुझीपार कि नहीं बड़ बड़ संख्या केमती बाहर 50 प्लस 10 बै 2 50 प्लस 10 हूँ 60 विभक्त 2 के गीतार बयस होगा 30 रीतार बयस पचार था 50 माइनस 10 के 40 विभक्त 2 के 20 20 प्लस 10 के 20 प्लस 30 के 50 होती एमती ही बाहर पाए बुझीपार यहाँ इजी ट्रिक
ফার্স্ট ଦେଇଦେଲା ଗୀତା ରୀତାର ବୟସ ସମସ୍ତେ ଦେଇଛି 50 ବର୍ଷ, ସିଏ ଦେଇଛି ଗୀତା 10 ବର୍ଷ ବଡ, ତାମାନେ ଗୀତା ବୟସ ଫେରିଲେ 10 ବର୍ଷ, ତାହେଲେ ପ୍ଲସ ଦେଇଛି ମାଇନସ ଦେଇଛି ସେମ ଜିନିଷ, ତାହେଲେ ବଡ ସଂଖ୍ୟାଟା ବାହାରିବ ଯୋଡାକୁ ମିଶେଇକି 2 ବାହାରିବ, ସାନ ସଂଖ୍ୟାଟା ବାହାରିବ ଯୋଡାକୁ ଛେଡିକି 2 ବାହାରିବ। ବୁଝିପାରିଲ ଏତିକି ଜିନିଷ ହେଲା। ଏଇଟା ଥିଲା 82, ଆନ୍ସର ହଉଛି 30। 30 ହେଲେ ଅପସନ କେତେ? ଅପସନ ସି ହେଲା। ତାହେଲେ ଦେଖ 83 ନମ୍ବର, କେତେ ନମ୍ବର କରିବା? 83 ନମ୍ବର। ଦେଖ ପିଲେ 83 ନମ୍ବର କଣ ଦେଇଛି? 2 ଅଙ୍କ ବିଶିଷ୍ଟ ଗୋଟିଏ ସଂଖ୍ୟାର ଦଶକ ସ୍ଥାନର ଅଙ୍କଟି ଏକକ ସ୍ଥାନର ଅଙ୍କର 3 ଗୁଣ ହେଲା। ହେଲେ ସଂଖ୍ୟାଟି କେତେ? ଦଶକ ସ୍ଥାନର ଅଙ୍କଟା 3 ଗୁଣ, ତା ମାନେ ଦଶକ ସ୍ଥାନର ଅଙ୍କଟା 3, ଏଇଟା ହଉଛି 1, ବୁଝିପାରୁଛ 3 ଗୁଣ। ତାହେଲେ ଦେଖ ବର୍ତ୍ତମାନ ଅପସନ 11 ଦେଇଛି, 21 ଦେଇଛି, 31 ଦେଇଛି, 41 ଦେଇଛି, ତାହେଲେ ଦେଖ ଇଏ ସମାନ ହଉଛି, ଇଏ 2 ଗୁଣ ହଉଛି, ଇଏ 4 ଗୁଣ ହଉଛି, ତାହେଲେ ଇଏ କଣ ହଉଛି 3 ଗୁଣ ହଉଛି, ତାହେଲେ ଏଇଟା କଣ ଠିକ? କିଛି ଏକ୍ସରସାଇଜ ନବା ଦରକାର ନାହିଁ, ସମୀକରଣ ଦରକାର ନାହିଁ, ତାହେଲେ ଆମର ଅପସନ ସି ହଉଛି ଠିକ ଆନ୍ସର 31। ଦଶକ ସ୍ଥାନର ଅଙ୍କଟା ଏକକ ସ୍ଥାନର ଅଙ୍କଟା 3 ଗୁଣ, 31 ଠିକ ଆନ୍ସର ହଉଛି ସି। ବୁଝିପାରିଲ ହେଲା। 83 ର ଆନ୍ସର କେତେ? ଅପସନ ସି। ତାପରେ ଦେଖ 84, 84 ଦେଖ ରମାକାନ୍ତ ଅଲେଖର ବୟସର ଯୋଗଫଳ କେତେ? 60, ବିୟୋଗଫଳ ହଉଛି ରମାକାନ୍ତ ଅଲେଖ, ତାପରେ ବିୟୋଗଫଳ ହଉଛି କେତେ? 30। ତାହେଲେ ସେ ପଚାରିଛି ଉଭୟଙ୍କର ବୟସ କେତେ? ତାହେଲେ ଉଭୟଙ୍କର ବୟସ ରମାକାନ୍ତର କେମିତି ବାହାରିବ? ଯୋଡାକୁ ମିଶେଇକି 2 ରେ ହରାହବ, 60, 30, 90, 2 ରେ ହଲେ 45। ଆଉ ଅଲେଖର ବୟସ କେମିତି ବାହାରିବ? ଯୋଡାକୁ ଫେରିକି 3 ରେ ହରାହବ, 60, 30 ଗଲେ 30, 30 ବାଇ 2 15, ତାହେଲେ 45 କେତେ? 15, 45 15 ହେଇଗଲେ ଆମର ଅପସନ ସି, ଅପସନ ସି। ବୁଝିପାରିଲ? ତାହେଲେ 84 ନମ୍ବର କଣ ହେଲା? ଅପସନ ସି। ତାପରେ ଦେଖ 85 ନମ୍ବର, 85 ନମ୍ବର ଦେଖ ନିମ୍ନଲିଖିତ ମଧ୍ୟରୁ କେଉଁ ପ୍ରଣାଳୀ କ୍ରାମସ ନିୟମ କୁହାଯାଏ? ବଜ୍ରଗଣ କଣ? ବଜ୍ର ଗଣନ। ତ ବଜ୍ର ଗଣନ କ୍ରାମସ ରୁଲର ଯୋଉ ରେଜଲ୍ଟ ଏଟା ବଜ୍ର ଗଣନ ସାଙ୍ଗେ ସମାନ, ତାହେଲେ ବଜ୍ର ଗଣନଟାକୁ କଣ କହିବା? କ୍ରାମସ ରୁଲ ବୋଲି କହିବେ। ତାହେଲେ ଦେଖ ଆମର 86, 86 ଦେଖ ସେ ଦେଇଛି a1x plus b1y plus c1 equals to 0, a2x plus b2y plus c2 equals to 0, del x କେତେ? del x ର ସୂତ୍ର ସବୁବେଳେ ମନେ ରଖିବ ମାଇନସ c1 ମାଇନସ c2 b1 b, ଏଟା ହଉଛି del x ର ସୂତ୍ର। del y ଯଦି ପଚାରିଥାନ୍ତା ତାହେଲେ କଣ? a1 a2 ତାପରେ ଏଠୁ ମାଇନସ c1 ମାଇନସ c2, ଯେଟା del ପଚାରିଥାନ୍ତା ତାହେଲେ କଣ? a1 a2 b1 b2, ଏଇ ତିନିଟା ହଉଛି ସୂତ୍ର ହେଲା। del x ର ସୂତ୍ର ଏଇଟା, ତ ଏଇଟା ଅନୁସାରେ ଆମର ଅପସନ କଣ? ସି। ବୁଝିପାରିଲ? ଏଇଟା ଅନୁସାରେ ଆମର ଅପସନ କେତେ? ସି ହେଲା। 86 ନମ୍ବର ଅପସନ ହଉଛି ସି। ତାପରେ ଦେଖିବା 87 ନମ୍ବର, ଦେଖ ପିଲେ 87 ନମ୍ବର ଦେଇଛି ଗୋଟିଏ 2 ଅଙ୍କ ବିଶିଷ୍ଟ ସଂଖ୍ୟା ତାର ଅଙ୍କ ଦ୍ୱୟର ସ୍ଥାନ ପରିବର୍ତ୍ତନରେ ମିଳୁଥିବା ସଂଖ୍ୟାର ସମଷ୍ଟି ହଉଛି କେତେ? 121। ତାହେଲେ ଦେଖ ଗୋଟିଏ 2 ଅଙ୍କ ବିଶିଷ୍ଟ ସଂଖ୍ୟା ମନେକର 10x plus y, यार स्थान बदल लिखिले 10y plus x, जोड़ाक मिसीगले होची 11x plus 11y equals to 121, তাহলে x plus y केते 11 ହେଲା। ତାହେଲେ ଦେଖ ଦିଟା ସଂଖ୍ୟାର ସ୍ଥାନ ବଦଳେଇକି ଲେଖିଲେ କଣ ହଉଥିବ? ଇଏ ହଉଥିବ ତାଙ୍କ ଦିଟାଙ୍କର ସମଷ୍ଟି ହଉଥିବ କେତେ? 11। ତାହେଲେ ଆମର 11 ହଉଥିବ ଯୋଡାକ ସଂଖ୍ୟାର ମାନେ ମାନେ କଣ ଅଙ୍କ ଦିଟା ସମଷ୍ଟି 11 ହଉଥିବ। ଏମିତି କି ସଂଖ୍ୟା ହେଇପାରିବ? ଗୋଟେ ମୁଁ ଲେଖିପାରିବି 74, ଗୋଟେ ଲେଖିପାରିବି କଣ? ଗୋଟେ ଲେଖିପାରିବି 74, ଗୋଟେ ଲେଖିପାରିବି 83, ଗୋଟେ ଲେଖିପାରିବି 92, ଗୋଟେ ଲେଖିପାରିବି ହେଲା, ଗୋଟେ ଲେଖିପାରିବି କେତେ? ସରି, ସେ ଆମକୁ ଅଙ୍କ ଦିଟାର ସମଷ୍ଟି ପଚାରିଛି, ଆମକୁ ଅଙ୍କ ପଚାରିନି। ତାହେଲେ ଦେଖ ଆମର ଅଙ୍କ ଦିଟାର ସମଷ୍ଟି କେତେ ହେଇଗଲା? 11। ବୁଝିପାରୁଛ କି ନାଇଁ? ତାହେଲେ ଅପସନ ସି ହଉଛି ଆନ୍ସର। ସେଠି ସଂଖ୍ୟା ଯଦି ପଚାରିଥାନ୍ତା ମୁଁ ଦେଖିଥାନ୍ତି କଣ, ଆଉ ଗୋଟେ ଯାହା ଗୋଟେ ଦେଇକି ସଂଖ୍ୟା ପଚାରିଥାନ୍ତା, କିନ୍ତୁ ଏଠି କଣ ଦେଇଛି? ସଂଖ୍ୟା ଦିଟାର ସମଷ୍ଟି ପଚାରିଛି, କେତେ ହେଇଗଲା? 11 ହେଇଗଲା। କେମିତି ବାହାର କଲେ? ସଂଖ୍ୟାଟା ହଉଛି ଏତିକି, ବଦଳେଇଲେ ଏତିକି, ଯୋଡାକ ମିଶିକି ହେଇଗଲା 11x plus 11 equals to 121, ତାହେଲେ x plus y 11 କମନ ନେଇଗଲି, 11 ଟାକୁ ନେଇକି ଏଠି ହରଦେଲି, 121 କୁ 11 କଲେ କେତେ? 11। ତାହେଲେ ଅଙ୍କ ଦିଟାର ସମଷ୍ଟି କେତେ? 11। ବୁଝିପାରିଲ? ଏଟା ଥିଲା କେତେ ନମ୍ବର? 87। ତାପରେ ଦେଖିବା 88 ନମ୍ବର, 88 ନମ୍ବର, ଏକ ଭଗ୍ନ ସଂଖ୍ୟାର ଲବ ହର ଅପେକ୍ଷା 2 କମ ହେଲା। ତାହେଲେ ଦେଖ ଏଇଟା କିଛି ପଢିବା ଦରକାର ନାହିଁ। ଦେଖ କଣ ପାଇଁ ଅପସନ ଦେଖ, ଗୋଟେ ଅଛି 1/18, ଦେଖ ଲବ ହର ଅପେକ୍ଷା 2 କମ କି ନୁହଁ?
କେତେ 17 କମ 3/5 ଏଠି 2 କମ ତାହେଲେ ଏଇଟା ହଉଛି ଆନ୍ସର କଣ ପାଇଁ ବାକି ଟିକ ଦେଖ 2/7 ଏଠି 5 କମ ତାପରେ ଦେଖ ଗୋଟେ 5/13 ଏଠି କେତେ କମ 8 କମ ତାହେଲେ ସଂଖ୍ୟାଟି କେତେ 3/5 କଣ ପାଇଁ ଏଠି ହଉଛି 2 କମ ହେଲା ତାହେଲେ ଆମର କେତେ ଅପସନ ବି ହଉଛି ଆନ୍ସର କେତେ ଏଇଟା ଅପସନ ବି ହଉଛି 88 ନମ୍ବର ଆନ୍ସର ହେଲା ତ ଅପସନ ଟାକୁ ସବୁବେଳେ ମୁଣ୍ଡରେ ରଖିଥିବ ବୁଝିପାରୁଛ କି ନାଇଁ ଅପସନ ଟାକୁ ଦେଖୁଥିବ ଅପସନ ଟାକୁ ଦେଖିଲେ ତମ ଟାଇମ ଅଛି ସବୁବେଳେ ଆଗ ଦେଖିବ ଅପସନ କୁ ଦେଖିକି କହିପାରୁଛ କି ଆନ୍ସର ଟା କହିପାରୁଛ ହେଲା ତାପରେ ଦେଖ ଅଣାଲୋକ ଦେଖ ଗୋଟିଏ ଆୟତକ୍ଷେତ୍ର ଦୈର୍ଘ୍ୟ ପ୍ରସ୍ତର ଦେଇଛି ମନେକର ପ୍ରସ୍ତରଟା ହଉଛି x ଦୈର୍ଘ୍ୟଟା ହେଇଯିବ 2x ତାହେଲେ ତାଙ୍କ ପରିସୀମା ହଉଛି 84 ତାହେଲେ ପରିସୀମା କେତେ ଗୁଣନ 2 ଇକ୍ୱାଲ ଟୁ 84 ତାହେଲେ ଇଏ କେତେ ହେବ 6x ଇକ୍ୱାଲ ଟୁ 84 ତାହେଲେ x ଇକ୍ୱାଲ ଟୁ କେତେ 6 6 4 24 14 ତାହେଲେ ସେ ପଚାରୁଛି ପ୍ରସ୍ତ ସ୍ଥିର କର ପ୍ରସ୍ତ କେତେ ଦୈର୍ଘ୍ୟ ଓ ପ୍ରସ୍ତ ସ୍ଥିର କର ତାହେଲେ ଆମର ଦୈର୍ଘ୍ୟ ହେଇଯିବ ପ୍ରସ୍ତ ହେଇଗଲା 14 ଦୈର୍ଘ୍ୟ ହେଇଗଲା 28 ତାହେଲେ 28 ଆଉ 14 ବୁଝିପାରିଲ ଅପସନ କେତେ ଏ ଅପସନ ଏ ହେଲା ଦୈର୍ଘ୍ୟ ପ୍ରସ୍ତ କେତେ 28 14 ତାପରେ ଦେଖ 90 ଦେଖ କେତେ 90 ନମ୍ବର କୋଶ୍ଚିନ୍ ଦୁଇଟି ସଂଖ୍ୟା ଗୋଟିଏ 2 ଅଙ୍କ ବିଶିଷ୍ଟ ସଂଖ୍ୟାର ଦଶକ ଅଙ୍କ ଏକକ ଅଙ୍କର 2 ଦଶକ ଅଙ୍କ ଏକକ ଅଙ୍କର 2 এইটা ইজি দেখো এই গোটিয়ে জিনিস দেখো সে দেখো ଦେଇଛି দশক অঙ্কটা একক অঙ্কর 2 অপশন ଅଛି 52 42 72 18 এটি দেখো 2 গুণ দুইটা 4 ଯୋଉ 4টা 2 ର 2 ଗୁଣ এটি কোন 2 গুণ হଉଛି কি হଉନି ହେଲା তাহলে এটা নୁହ এটি দেখো 2 গুণ নুহ এটি 2 গুণ নুহ তাহলে অপশন কেতে 42 আনসার কেতে বি বুঝি পাইলো আনসার কেতে বি তারপরে দেখো কেতে নম্বর করিয়া 91 নম্বর কেতে নম্বর 91 নম্বর तो देखो फिर 91 नंबर a1x प्लस b1y प्लस c1 इक्वल टू 0 a2x प्लस b2y प्लस c2 इक्वल टू 0 हमें del y रो फार्मूला कोन del y रो फार्मूला इना कहिन हमर कोन a1 a2 माइनस c1 माइनस c2 এটা হচ্ছে del y रो फार्मूला তাহলে এটা কেতে অপশন বি তাহলে কেতে অপশন বি 91 নম্বর হচ্ছে आंसर অপশন বি তারপরে যে 92 নম্বর 92 নম্বর নিম্নোক্ত মধ্যରୁ କେଉଁଟି ଠିକ କେଉଁଟି ଠିକ ଆମେ ଜାଣିଛେ x equal to del x by del y equal to del y by del ତାହେଲେ ମୁଁ କହିପାରିବି x by del x equals to y by del y equals to 1 by del ବୁଝିପାରୁଛ କି ନାଇଁ ଏଇଟା ହଉଛି ଆନ୍ସର ହେଲା ଏଇଟା ହଉଛି ଆନ୍ସର ତ ଏଇଟା ଠିକ ଏଇଟା ହଉଛି କଣ ଅପସନ ଏ अरे डेल एक्स को तळକୁ ଆଣିଲେ ମୁଁ ନେଇକି ଅଛି ଏପଟକୁ ଆଇଲା ହରିଗନି ଏଠି ଦେଖ डेल y ଟାକୁ ତଳକୁ ଆଣିଲେ ମୁଁ ନେଇକି ଅଛି ଏପଟକୁ ଆଇଲା ହରିଗନି ଏପଟକୁ ଏଠି 1 by 3 ହେଲା ତାହେଲେ ଏଟା ଲେଖି ଦଉଛି 92 ନମ୍ବର ଆନ୍ସର ହଉଛି ଏ ତାପରେ ଦେଖ 93 ନମ୍ବର 93 ନମ୍ବର ଦେଖ 10 ବର୍ଷ ପୂର୍ବେ ଏ ଓ ବି ର ବୟସର କେତେ ଥିଲା 3 ଗୁଣ ଥିଲା ବି ର ବୟସ ଏ ର ବୟସର 3 ଗୁଣ ଥିଲା ମାନେ b equals to 3a ତାହେଲେ ଦେଖ 5 ବର୍ଷ ପରେ ଦେଖ ଇଏ 10 ବର୍ଷ ପୂର୍ବେ ଥିଲା ବର୍ତ୍ତମାନ 10 ବର୍ଷ ମିଶେଇଲେ ବର୍ତ୍ତମାନ ବୟସ ପୁଣି 5 ବର୍ଷ ହେଲା 5 ବର୍ଷ ପରେ ତାଙ୍କ ବୟସର ଅନୁପାତ ହେଇଗଲା କେତେ 3 ସିଏ ପଚାରିଛି ବର୍ତ୍ତମାନ ବି ର ବୟସ କେତେ ମାନେ ଏଇଠି ବି ର ବୟସ କେତେ ଥିଲା ପଚାରିଛି ବୁଝିପାରିଲେ କି ନାଇଁ ବର୍ତ୍ତମାନ ଦେଖ ଏଇଠି ଯଦିକା ମୁଁ ବି ର ବୟସ ଏଇ ଯୋଉ ଅପସନ ଅନୁସାରେ ମୁଁ ଧରିଛି ଦେଖ ଫାଷ୍ଟ 3 ଗୁଣ ମାନେ ଏଇଟା 3 ର ମଲ୍ଟିପୁଲ ହବା ଦରକାର ହେଲା ତାହେଲେ ଏଇ ଯୋଉ ବି ର ବୟସ ନବା ବି ରେ 5 ମିଶିଲେ ଯେମିତି 3 ର ମଲ୍ଟିପୁଲ ହଉଥିବ ତାହେଲେ ଦେଖ ଅପସନ କଣ କଣ ଅଛି 10 ଗୋଟେ ଅଛି 15 ଗୋଟେ ଅଛି 25 ଗୋଟେ ଅଛି 30 ଗୋଟେ ଅଛି ମୁଁ ଯେଟା 10 ରେ 5 ମିଶେଇ 15 ଏଟା ହେଲା 3 ର ମଲ୍ଟିପୁଲ ଦେଖ ଏଥିରେ 5 ମିଶେଇ କେତେ ହେଲା 20 3 ର ମଲ୍ଟିପୁଲ ନୁହ ତାହେଲେ ଏଟା ହବନି କଟିଗଲା ତାହେଲେ ଦେଖ ଏଥିରେ ଯେଟା 5 ମିଶେଇ ଏଟା କେତେ ହେଲା 30 ଇଏ ହେଲା 3 ର ମଲ୍ଟିପୁଲ ଦେଖ ଏଥିରେ 5 ମିଶେଇ 35 ହେଇଗଲା ତାହେଲେ ଇଏ 3 ର ମଲ୍ଟିପୁଲ ହେଲା ତାହେଲେ ଆମର କଣ ପାଇଲା 10 କୁ 25 ଭିତରୁ ଗୋଟେ ଆନ୍ସର ହବ ବୁଝିପାରିଲେ 10 କୁ 25 ଭିତରୁ ଗୋଟେ ଆନ୍ସର ହବ ଯଦିକା ଆମର କଣ ହେଲା ଏଇଟା 10 ହେଲା କୋଉଟା 10 କୁ 25 ହଁ ଯଦିକା ଏଇଟା 10 ହେଲା ତାହେଲେ ଏଇଟା ଦେଖ ଏଇଟା 10 ହେଲା ତାପରେ ଏଠି ହଉଛି ଆମର କେତେ ହେଇଯିବ ଏଇଟା 2 ଗୁଣ ଏଇଟା 5 ହେଇଯିବ ବୁଝିପାରୁଛ କି ନାଇଁ ଆରେ ଦେଖ ଇଏ 15 ହେଲା ଇଏ କେତେ 10 ହେଇଗଲା ବୁଝିପାରୁଛ କି ନାଇଁ 2 ଭାଗ ଦେଖ 10 ମୁଁ ନେଲି b ର ବୟସ 10 ନେଲି 10 ରେ 5 ମିଶିଲେ କେତେ ହେଲା 15 ତାହେଲେ 3 ଭାଗର ମୂଲ୍ୟ ହେଲା 15 ତାହେଲେ 2 ଭାଗର ମୂଲ୍ୟ ହଉଛି 10
ଦୁଇ ଅନୁପାତ 3 ଦେଇଛି କି ନାହିଁ, ତା 2 ଭାଗର ମୂଲ୍ୟ ହଉଛି 10, ତାହେଲେ ଏଇଟା 10। ଦେଖ 5 ବର୍ଷ ପରେ ଯଦି ଇଏ 15 ବର୍ଷ ହେଲା ତାହେଲେ ଏଠି 10 ବର୍ଷ ହେଇଥିବ, ବୁଝିପାରିଲେନି? ତାହେଲେ ଇଏ କେତେ ବର୍ଷ ହେଇଥିବ, ଇଏ 5 ବର୍ଷ ହେଇଥିବ। 10 ବର୍ଷ ପରେ କଣ ତା ବୟସ -5 ହବ? ହବନି। ତାହେଲେ ଆନ୍ସର କେତେ ହେଇଯିବ? 25 ହେଇଯିବ। କେମିତି ଦେଖ, ଯେ ଏଟା 25 ହେଲା, ଇଏ ଦେଖ 30 ହବ, ଇଏ କେତେ ହବ? 20 ହବ। 5 ବର୍ଷ ପୂର୍ବେ କେତେ ହେଇଥିବ? ଇଏ ହେଇଥିବ 15 ହେଲା, ଇଏ ହେଇଥିବ କେତେ? 25। ବୁଝିପାରୁଛ କି? ଇଏ 25 ହେଇଥିଲା, ଇଏ 15 ହେଇଥିବ। 10 ବର୍ଷ ପୂର୍ବେ ଇଏ ହେଇଥିବ 5 ବର୍ଷ, ଇଏ ହେଇଥିବ କେତେ? 10 ବର୍ଷ ପୂର୍ବେ 15 ବର୍ଷ। ଦେଖ 15 ବର୍ଷ କଣ ଇଏ 3 ଗୁଣ ହଉଛି କି 5 ର 3 ଗୁଣ କି 15। ତାହେଲେ ଏଇଟା ଆମର ଆନ୍ସର କେତେ ହେଇଗଲା? 25 ଆନ୍ସର ହେଲା। ଆନ୍ସର କେତେ? 25, ଅପସନ ସି ହେଲା। এটা হচ্ছে জিটি, ତମେ ଯେଟା ଏକ୍ସ ୱାଇ ଲଗେଇକି କରିବ ତମ ଖୁସି ହେଲା। ଯଦିକା ଏଇଟା ନ ଜାଣିପାରିଲେ ଆଉ ଥରେ ଦେଖ ଭିଡିଓ, ମାନେ ପଛକୁ ନେଇକି ଦେଖ, ବୁଝିପାରିବ। ଯଦି କଥା କଣ ଅସୁବିଧା ହଉଛି କମେଣ୍ଟ କର, ମୁଁ ଗୋଟେ ସର୍ଟ ଆଣିକି ବୁଝେଇବି। ଯୋଉ ହଁ ସର୍ଟ 93 ନମ୍ବର ଆନ୍ସର ହଉଛି 25। ତାପରେ ଦେଖ 94 ନମ୍ବର, 94 ନମ୍ବର ଦେଖ 2x plus 3y equals to 7, a plus bx plus 2a minus b y equals to କେତେ? 21। ସଂଖ୍ୟା ଅସଂଖ୍ୟ ସମାନ ହବ। ଅସଂଖ୍ୟ ସମାନ ମାନେ a1 by a2 equal to b1 by b2 equals to c1 by c2। ତାହେଲେ ଦେଖ 2 by a plus b equals to 3 by 2a minus b equal to 7 by 21। ତାହେଲେ ଏ କଟିଗଲା କେତେ? 1 by 3 ହେଲା। ତାହେଲେ ଦେଖ ବର୍ତ୍ତମାନ କଣ କରିବି, ସେ ଆମକୁ ଦେଇଛି ଏ ବି ର ମାନ କେତେ ବାହାର କରିବି ହେଲା। ଏ ବି ର ମୂଲ୍ୟ କେତେ ଆମକୁ ବାହାର କରିବାର ଅଛି। ଦେଖ ଆମକୁ ଦିଟା ଇକ୍ୱେସନ ଦେଇଛି, ଆମେ ଯଦି ଏମିତି କରିବା ଆମକୁ କଷ୍ଟ ହବ, ମାନେ ଅସୁବିଧା ହବ। ତାହେଲେ ଦେଖ ଆମେ କେମିତି ଅପସନ ବୁକ୍ କରି କରିବା। ତାହେଲେ ଦିଟା ଆମକୁ ଇକ୍ୱେସନ କଣ ଦେଇଛି, ଗୋଟେ ଦେଇଛି 2x plus 3y equals to 7 ହେଲା। a plus b x plus 2a minus b y equals to 21। ବୁଝିପାରିଲ? ତାହେଲେ ବର୍ତ୍ତମାନ ଦେଖ ଆମକୁ ଏ ମନେ କର, ଆମେ ଅପସନ ଏ କୁ ଧରିବେ, a equal to 1 b equal to 5 ଦେଇଛି, ଯୋଉଟାକୁ ମିଶିକି କେତେ ହଉଛି 6x ପ୍ଲସ ଏଇଟା ଦେଖ କେତେ ହଉଛି 2a 2 କେ 2 ଏ ହଉଛି -5, 2 ମାଇନସ -3 -3 y, ବୁଝିପାରିବେନି? 2 କେ 2 ଏ ହଉଛି 5, 2 କେ 2 ଏ ହଉଛି -5, ତ 2 ରୁ -5 ଗଲେ -3 y equals to 21। ଯୋଉଟା ଇକ୍ୱେସନ ସମାନ ହଉଛି ହଉନି, ତାମାନେ ଏଇଟା ହବନି, ଏ ଅପସନ ଟା ନୁହଁ। ବୁଝିପାରିଲ କି ନାହିଁ ହେଲା। ତାହେଲେ ଦେଖ ବର୍ତ୍ତମାନ ମୁଁ କଣ କରିବି, বি অপশন টাକୁ ନେଲି 5 ଆଉ 1, ତାହେଲେ ଦେଖ 5 1 6x, ତାପରେ ପ୍ଲସ, ତାହେଲେ ଦେଖ 5 ଦୁଗୁଣେ 10 ମାଇନସ 1 କଣ ଏଟା ହେଲା 6y ହେଲା, ଇକ୍ୱାଲ୍ସ ଟୁ 5 ଦୁଗୁଣେ 10 ମାଇନସ 1 9, ବୁଝିପାରିଲ? 10 9y ଇକ୍ୱାଲ୍ସ ଟୁ 21। ଯଦି ମୁଁ ଦେଖ ଏଥିରୁ ସବୁକୁ 3 ରେ କାଟିଦେବି, ତାହେଲେ କଣ ହେଲା 2x ପ୍ଲସ 3y ଇକ୍ୱାଲ୍ସ ଟୁ 7, ଦେଖ ସମାନ ହେଇଗଲା, ତାହେଲେ ସାଟିସ୍ଫାଇଡ ହେଇଗଲୁ। ବୁଝିଲ? ଅପସନ କଣ 5 1 ହେଲା, বি অপশন বি। বুঝিপারছ কি? তাহলে দেখো আমি মূল্যটা ଯୋଉ ଏ ବି ର ମୂଲ୍ୟ ପକେଇଦେଲେ ଇକ୍ୱେସନ ଯୋଉଡାକ ସମାନ ହେଇଯିବ। କଣ ପାଇଁ? କାରଣ ଦେଇଛି ଆମକୁ ଅସଂଖ୍ୟ ସମାନ। ଅସଂଖ୍ୟ ସମାନ ମାନେ କଣ? ଗୋଟିକ ଉପରେ ଆଉ ଗୋଟେ ରହିଲା, ତାମାନେ ଗୋଟିଏ ହିଁ ସରଳ ଲେଖା, ତାହେଲେ ଦିଟାକୁ ଇକ୍ୱେସନ ସମାନ ହବାକୁ ପଡିବ। ତାହେଲେ କମନ ନେଇଗଲା ପୁଣି ସମାନ ହେଇଗଲା ହେଲା। କଲେ ବାରମ୍ବାର ଯେତେବେଳେ କୋଶ୍ଚିନ୍ ପ୍ରାକ୍ଟିସ କରିବେ, ଏଟା କଣ ଆପଣଙ୍କ ମୁଣ୍ଡକୁ ଅଟୋମେଟିକାଲି ଆସିବ। ଆପଣ କହିବେ କେମିତି ଆସିଲା, ମାନେ ଆପଣ କେମିତି କରିଦବ ଅନୁସାରେ ଆମେ ତ ଦେଖିକି ଜାଣିପାରୁନୁ ହେଲା। ଏଟା ଯେତେବେଳେ ବାରମ୍ବାର ପ୍ରାକ୍ଟିସ କରିବ ଏଇ ଜିନିଷ ମୁଣ୍ଡକୁ ଆସିବ ସାଙ୍ଗେ ସାଙ୍ଗେ ହେଲା। ପ୍ରାକ୍ଟିସ ର ଏଟା ହଉଛି ଜିନିଷ। ତାପରେ ଦେଖ 95 ନମ୍ବର କରିବା, କେତେ ନମ୍ବର? 95 ନମ୍ବର। 95 ନମ୍ବର କଣ ଦେଖ, ଦୁଇ ଭଉଣୀ ଅନନ୍ୟା ଆଉ ଅନିନ୍ଦି, ସେ ଯିଏ ବି ହଉ, ତାଙ୍କର ବୟସର ସମଷ୍ଟି ହଉଛି 14, ଅନ୍ତରଫଳ ହଉଛି 6। ସାନ ଭଉଣୀର ଏଜ କେତେ? ସାନ ଭଉଣୀ ମାନେ ମୁଁ କହିଥିଲି ଦି ଜଣ ଯାକର ସମଷ୍ଟି ଦେଇଛି 1 1 1 ହେଲା। ମନେକର ଅନନ୍ୟା ଆଉ ବି ସେ ଯାହା ନା, ତାଙ୍କର ବୟସର ସମଷ୍ଟି ହଉଛି କେତେ? 14, ତାଙ୍କ ବୟସର ଅନ୍ତର ହଉଛି କେତେ? 6। ଇଏ ହଉଛି ସାନ, ବି ହଉଛି ସାନ, ବି କେମିତି ବାହାରିବ? 14 ମାଇନସ 6 ବାଇ 2 କେତେ? 8 ବାଇ 2 ସମାନ 4 ବର୍ଷ। ବୁଝିପାରିଲ? ଅପସନ ସି ହଉଛି ଆନ୍ସର। କଣ 95 ନମ୍ବର ହଉଛି ଅପସନ ସି ହେଲା। ସେ ଯୋଉ ଦେଇଛି ଅନନ୍ୟା ଅନିନ୍ଦିତା ହେଲା, ସେ ଯୋଉ ଯାହା ଦେଇଛି ନା ଗୁଡା ହେଇଛି ଏମିତି ଆନ୍ସର ବାହାରି। ତାହେଲେ ଦେଖ ବର୍ତ୍ତମାନ 6
सवाल देखो x है प्लस 2y प्लस 1 इक्वल्स टू 0 2x है माइनस 3y माइनस 12 इक्वल्स टू 0 समीकरण द्वारा डेल x केते काढिया डेल x फॉर्मूला कोन डेल x रो फॉर्मूला कोन माइनस c1 माइनस c2 b1 b2 बुझी पाइलो ताल देखो 6 नंबर ना माइनस c1 c2 माइनस c1 केते माइनस 1 प्लस 12 तापर देखो b1 b2 2 माइनस 3 তাহলে দেখো -1 -3 গুণ হলে 3 12 ইয়ে -24 তাহলে आंसर কেতে হলো -21 অপশন ডি বুঝি পাইলো তাহলে 96 নম্বর কোন হলো অপশন ডি তারপরে দেখো 97 নম্বর কত নম্বর 97 97 নম্বর দেখো x + y = ଦେଇଛି 3 2x + 3y = 8 সমীকরণ দ্বারা ডেল 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 কোনটা কোন a1 a2 b1 b2 ହେଲା a1 देखो केते अछि 1 1 2 3 ता 3 - 2 = 1 आंसर केते ए बुझि पाइलो आंसर केते ए तापर देखो 98 नंबर 98 नंबर अछि x से माइनस y = 0 del y काढि हम दैछि ହେଲା तो del y फॉर्मूला कोन del y फॉर्मूला होछि a1 a2 माइनस c1 माइनस c2 তাহলে দেখো a1 a2 কেতে 98 98 नंबर होछि 1 2 माइनस c1 माइनस c2 0 और 3 তাহলে কেতে होला 3 माइनस 0 = 3 ଆମର ऑप्शन केते ऑप्शन सी बुझिलो 98 नंबर कोन आंसर 3 ऑप्शन सी तापर देखो 99 केते नंबर करिया 99 नंबर तापर 99 नंबर दुईटी समीकरण डेल x एतिकी डेल y एतिकी डेल एतिकी x केते x होची डेल x बाई डेल x केते हमरो डेल x देछि 3 डेल देछि -1 ताले आंसर हे दियो -b ऑप्शन केते ऑप्शन बी ऑप्शन केते बी 99 नंबर होची ऑप्शन बी ताले देखो 100 नंबर से देछि क्रमश को नियम अनुसार एतिकी एतिकी सॉल्व करो डेल केते डेल फॉर्मूला होची कोन a1 a2 b1 b2 a1 देखो एतिकी केते अछि 1 2 2 -3 ताले देखो -3 -2 गुणे 4 सने -7 -7 माने ए दोटा कोन डेल्टा हेला लेस देन हेला 0 0 रु कम ताले ऑप्शन केते डेल्टा लेस देन 0 ऑप्शन बी बुझि पाइलो तो 100 नंबर आंसर केते होला ऑप्शन बी हला एटा थिला हमरो 76 टू 100 नंबर जाय क्वेश्चन हला पार्ट 4 थिला ताबरे देखा हो पार्ट 5 रे नमस्कार जय जगन्नाथ।